ଯେତେବେଳେ ମୋର ଲୋକମାନେ ସାନ୍ତାଳୀ ଲୋକମାନଙ୍କ ସାଙ୍ଗରେ ମୁଁ ରାସ୍ତାଘାଟରେ ଦେଖା ହେଉଥିଲା ବଜାରରେ କେଉଁଠି ଫଙ୍କସନ୍ରେ ସେମାନେ ସବୁ ସାନ୍ତାଳୀ ଭାଷାରେ କଥା କୁହନ୍ତି। ମୁଁ ସାନ୍ତାଳୀ ଭାଷା ଜାଣେ ନାହିଁ। ସେଇଠି ହେଲା ପାଠର ଶେଷ। ମୋତେ ସେମାନେ ଚେଷ୍ଟା କରୁଥିଲେ ସାନ୍ତାଳୀ ଭାଷାରେ କଥା କହିବ, ସାନ୍ତାଳୀର ଆଚାର ବ୍ୟବହାର କରିବ, ନମସ୍କାର ମଧ୍ୟ ସାନ୍ତାଳୀ ସିଷ୍ଟମ୍ରେ ଅଛି ପରମ୍ପରାରେ। ମୁଁ ଟିକେ ସାଙ୍ଗସାଥି ଦେଖିଲା ମାନେ ଆମ ଜାତିର ଧୀରେ ଧୀରେ ଲୁଚିକି ପଳଉଥିଲି। ସେ ନ ଜାଣୁ ଯେ ମୁଁ ଜାଣିନି ଏ ଭାଷା, ଜାଣିନି ମୋ ପରମ୍ପରା, ତ ଲାଜ ଲାଗୁଥିଲା ମୋତେ ବି। ଯେତେବେଳେ ଆଜି ମୁଁ ରାଜନୀତିରେ ପାଦ ଦେଲି ସେତେବେଳେ ଏହାର ବହୁତ ଆବଶ୍ୟକତା ପଡ଼ିଲା। ମୁଁ ଥରେ ଆମ ସାନ୍ତାଳୀ ମଞ୍ଚରେ ଗୋଟେ ଭାଷଣ ଦେଉଛି। ସବୁ ସାନ୍ତାଳୀ ଲୋକ ପାଖାପାଖି ପ୍ରାୟ 5000। ଭାଷା ହେଉଛି ଓଡ଼ିଆରେ କହୁଛି, ମୁଁ ସାନ୍ତାଳୀ ଜାଣେନି, ଟିକେ ଟିକେ ବୁଝିପାରୁଛି, ହାଲକା ହାଲକା ଟିକେ କହିପାରେ, କିନ୍ତୁ ଭାଷଣ କହିପାରେନି, କଥାବାର୍ତ୍ତା ହେଇପାରିବି। ମୁଁ ଓଡ଼ିଆରେ ଭାଷଣ ଦେଉଛି। ସେ ବାହାରୁ କିଛି ଆମର ପିଲା ହିଁ ପାଟି କଲେ, ଇଏ କିଏ ଗୋଟେ ଦିକୁଟା ଆସିଛି ହବ ଏଠି, ତାକୁ ଭାଷଣ ବନ୍ଦ କର। ଆମ ଭାଷାରେ ସେ ଗାଡ଼ି ଗୁଲଜ କଲା। ସେତେବେଳେ ମୋର ତଣ୍ଟି ଶୁଖିଗଲା, ପୁରା ଝାଳ ବାହାରିଗଲା। ମୋ ଭାଷଣକୁ ବନ୍ଦ କରେଇଦେଲେ। নুই তো কাই দিকু কারাই মধ্যে কহিকি মোর ভাষা বন্ধ করল। হ্যাঁ, আবার সান্তাতে রণবাই রাখান্ত বিলকুল ভাষা বা রখান্ত নুই ভাষণ পাই এমতি কহিকি পুরা মতো ভাষণ বন্ধ করদেলে। মু বহুত সময় ভাবিনি কম করবি, মানে অড়ুয়ারে পকাইদেলে। ভারি রিয়াকশন হলা, কিছু করিবার নাই। মঞ্চরে ছিড়া হয়েছি, ভাষণ অধা হয়েছি। মু বলি টিকে ভুল